ଲଗାଣ ବର୍ଷାରେ ଧୋଇଗଲା ପୋଲ ରାସ୍ତା। ଉଦଳା ବାଲେଶ୍ୱର ଯୋଗାଯୋଗ ହେଲା ବିଚ୍ଛିନ୍ନ। ଶିମିଳିପାଳ ଉପରମୁଣ୍ଡରେ ଲଗାଣ ବର୍ଷା ଜାରି ରହିବା କାରଣରୁ ବଢ଼ିଲା ଦେଓନଦୀର ଜଳସ୍ତର। ଦେଓନଦୀର ଜଳସ୍ତର ବୃଦ୍ଧି ହେବା କାରଣରୁ ଉଦଳା ବାଲେଶ୍ୱର ରାସ୍ତାର କଇଁସାରିଠାରେ ଥିବା ଜାମୁଘାଟ ପୋଲ ଧୋଇ ଯାଇଛି। ଜାମୁଘାଟ ପୋଲର ଦୁଇ ପାଖ ରାସ୍ତା ଧୋଇ ଯାଇଥିବା ବେଳେ ଉଦଳାରୁ ବାଲେଶ୍ୱର ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ପୋଲ ରାସ୍ତା ଧୋଇଯିବା ଫଳରେ ଦୁଇ ପାର୍ଶ୍ୱରେ ପ୍ରାୟ 3 ଫୁଟ ଲେଖାଏଁ ଖାଲୁଆ ସ୍ଥାନ ସୃଷ୍ଟି ହୋଇଛି। ତା ସହିତ ପୋଲର କିଛି ଅଂଶ ଦବି ମଧ୍ୟ ଯାଇଛି, ଯାହାଫଳରେ ଉଦଳାରୁ ଗୋପବନ୍ଧୁ ନଗର ବ୍ଲକର 6ଗୋଟି ପଞ୍ଚାୟତ ସମେତ ବାଲେଶ୍ୱର ଜିଲ୍ଲାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ତଥାପି କିଛି ଲୋକେ ଏହି ଦବିଥିବା ପୋଲ ଉପରେ ଯାତାୟାତ କରୁଥିବା ଦେଖିବାକୁ ମିଳୁଛି। ଉଦଳା ଦୀପକ ମିଶ୍ରଙ୍କ ରିପୋର୍ଟ, ମହାଭାରତ ଲାଇଭ୍।